ବର୍ତ୍ତମାନ ଭାରତ ସରକାରଙ୍କର ବିଦ୍ୟାଳୟ ସ୍ତରରେ ଗୋଟେ ସର୍ବଭାରତୀୟ ସ୍ତରରେ ବିକଶିତ ଭାରତର ପିଲାମାନଙ୍କ ଭିତରେ ବିଭିନ୍ନ ଆଇଡିଆକୁ ସେମାନେ ଖୋଜୁଛନ୍ତି ଏବଂ ସେ ଆଇଡିଆ ଖୋଜିବାର କାର୍ଯ୍ୟକ୍ରମରେ ଆଜି ଆମେ ନହଳାପଡ଼ା ହାଇସ୍କୁଲ ପିପିଲି ପୁରୀ ଜିଲ୍ଲାର ଏଇଠି ଆମେ ଦଶମ ଶ୍ରେଣୀ ପିଲାମାନଙ୍କୁ ନେଇ ଗୋଟେ ଗ୍ରୁପ ତିଆରି କରିଛୁ। ସେ ଗ୍ରୁପର ନାଁ ହେଉଛି ଆର୍ଯ୍ୟଭଟ୍ଟ। ଏ ଆର୍ଯ୍ୟଭଟ୍ଟ ଗ୍ରୁପର ଯେଉଁ ପିଲାମାନେ ଅଛନ୍ତି ସେମାନେ ହେଲେ ଅଭିନବ ଶାସ୍ତ୍ର ଦଶମ ଶ୍ରେଣୀ, ସ୍ୱାଧୀନ ମଜା ଦଶମ ଶ୍ରେଣୀ, ଦିବ୍ୟାଂଶୁ ଦାସ ଦଶମ ଶ୍ରେଣୀ, ସୁମେଜେଶ୍ୱର ଦଶମ ଶ୍ରେଣୀ, ବୈଷ୍ଣବ ଦଶମ ଶ୍ରେଣୀ। ଏ ପିଲାମାନେ ଗୋଟେ ଆଇଡିଆ କରିଛନ୍ତି। ବର୍ତ୍ତମାନ ତାଙ୍କର ଟିମ୍ ଲିଡର ଯିଏ ସେ କହିବେ କ'ଣ ଆଇଡିଆ ଅଛି। ପରିବେଶ ପ୍ରଦୂଷଣରେ ମୁଖ୍ୟ ଭୂମିକା ଗ୍ରହଣ କରୁଛି ପ୍ଲାଷ୍ଟିକ। ଆମେ ପାଣି ବୋତଲ ପିଇ ଏଣେ ତେଣେ ପକାଇବା ଦ୍ୱାରା ବଜାର ଠାରୁ ଗାଁ ପର୍ଯ୍ୟନ୍ତ ପ୍ଲାଷ୍ଟିକର ଜମା ଫଳରେ ବାୟୁ ପ୍ରଦୂଷଣ, ମୃତ୍ତିକା ପ୍ରଦୂଷଣ ଏବଂ ଜଳ ପ୍ରଦୂଷଣ ହେଉଛି, ଯାହାଫଳରେ ଆମେ ବଞ୍ଚି ରହିବା କଷ୍ଟକର ହେଉଛି। ଆମମାନଙ୍କର ଅଭ୍ୟାସ ହେଲାଣି ଯେ ପାଣି ବୋତଲ ପିଇ ଅନେକ ଜାଗାରେ ଫୋପାଡ଼ିବା ପାଇଁ, ଛୋଟଠୁ ବଡ଼ ପର୍ଯ୍ୟନ୍ତ ସମସ୍ତେ ପାଣି ପିଇ ଏଣେ ତେଣେ ବୋତଲକୁ ଫୋପାଡ଼ୁଛନ୍ତି। ଆମେ ମୃତ୍ତିକା ପ୍ରଦୂଷଣକୁ ଏବଂ ପରିବେଶ ପ୍ରଦୂଷଣକୁ ରୋକିବା ପାଇଁ ଏହି ଯନ୍ତ୍ର ତିଆରି କରୁଛୁ, ଯାହାଫଳରେ ଆମେ ପାଣି ପିଇ ଏହି ବୋତଲ ଏହି ଯନ୍ତ୍ର ମଧ୍ୟରେ ପକାଇଲେ କିଛି ପାଇବା, ଯାହାଫଳରେ ଲୋକମାନେ ଏହି କଏନ୍ ଆଶାରେ ବୋତଲକୁ ଏଣେ ତେଣେ ନ ପକାଇ ଏହି ଯନ୍ତ୍ର ମଧ୍ୟରେ ପକାଇ କିଛି କଏନ୍ ମୁଦ୍ରା ପାଇପାରିବେ। ଆମର ଏହି ପ୍ରୋଜେକ୍ଟର ନାମ ହେଉଛି ସେଭ୍ ପ୍ଲାଷ୍ଟିକ୍ ସେଭ୍ ଲାଇଫ୍। ଏହି ପ୍ରୋଜେକ୍ଟରେ ଆମେ ବହୁତ ଜାଗାରେ ଲଗେଇଲେ, ଆମେ ଗାଁ ବଜାର ଚାରିଆଡ଼େ ଲଗେଇଲେ ଏଥିରେ ଲୋକମାନେ ପ୍ଲାଷ୍ଟିକ୍ ପକାଇ କିଛି ପଇସା ପାଇପାରିବେ। ଏହି ଲୋଭରେ ଲୋକମାନେ ଏଣେ ପ୍ଲାଷ୍ଟିକ୍ ନ ପକାଇ ପରିବେଶ ପ୍ରଦୂଷଣ ନ କରି ଲୋକମାନେ ମେସିନ୍ ମାଧ୍ୟମରେ ପାଣି ବୋତଲ ପକାଇବେ। ଏଥିରେ ଆମ ପରିବେଶର ସୁରକ୍ଷା ହେବ। ପରିବେଶ ପ୍ରଦୂଷଣ